ମହାରାଷ୍ଟ୍ରର ବାରାମତୀରେ ହୋଇଥିବା ବିମାନ ଦୁର୍ଘଟଣାରେ ଏନ୍ସିପି ନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଅଜିତଙ୍କ ବୟସ ପ୍ରାୟ 67 ବର୍ଷ ହୋଇଥିଲା। ଅଜିତଙ୍କ ଜନ୍ମ 22 ଜୁଲାଇ 1959ରେ ଦେବଲାଲି ପ୍ରବରା ଅହମ୍ମଦନଗର ମହାରାଷ୍ଟ୍ରରେ ହୋଇଥିଲା। ମାଙ୍କ ନାମ ଆଶାତାଇ ପାୱାର ହୋଇଥିବା ବେଳେ ତାଙ୍କ ବାପାଙ୍କ ନାଁ ଥିଲା ଅନନ୍ତରାଓ ପାୱାର। ଅନନ୍ତରାଓ ପାୱାର ଥିଲେ ବଲିଉଡର ଜଣେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ, କିନ୍ତୁ ଅଜିତ ତାଙ୍କ କ୍ୟାରିୟରକୁ ଅଭିନେତା ଭାବରେ ନୁହେଁ ବରଂ ତାଙ୍କ ଦାଦା ଶରଦ ପାୱାରଙ୍କ ଭଳି ଜଣେ ରାଜନେତା ଭାବରେ ଗଢ଼ିବାକୁ ଚାହୁଁଥିଲେ। ଖାଲି ସେତିକି ନୁହେଁ, ଅଜିତ ଏନ୍ସିପିର ଅଧ୍ୟକ୍ଷ ଶରଦ ପାୱାରଙ୍କ ପୁତୁରା ମଧ୍ୟ ଥିଲେ, କିନ୍ତୁ ପୂର୍ବ ବର୍ଷରୁ ଅଜିତ ଦାଦା ଶରଦଙ୍କ ଠାରୁ ଅଲଗା ହୋଇଥିଲେ ଏବଂ ଭାଜପା ଶିବସେନା ଗଠବନ୍ଧନ ସରକାରରେ ନିଜକୁ ସାମିଲ କରିଥିଲେ ଆଉ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଡିସେମ୍ବର 2024ରୁ ଜାନୁଆରୀ 2026 ଅର୍ଥାତ୍ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଦେବେନ୍ଦ୍ର ଫଡନାଭିସ୍ଙ୍କ ଅଧୀନରେ ଏକନାଥ ସିନ୍ଧେଙ୍କ ସହିତ ମହାରାଷ୍ଟ୍ରର ଅଷ୍ଟମ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ମହାରାଷ୍ଟ୍ରର ସବୁଠାରୁ ଦୀର୍ଘକାଳୀନ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ପୃଥ୍ୱୀରାଜ ଚୌହାନ, ଦେବେନ୍ଦ୍ର ଫଡନାଭିସ୍, ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେଙ୍କ କ୍ୟାବିନେଟ୍ ସମେତ ବିଭିନ୍ନ ସରକାରୀ ଅଧୀନରେ 6 ଥର ପାଇଁ ଏହି ପଦବୀରେ କାର୍ଯ୍ୟ କରିଥିଲେ। ଯଦି ଶରଦଙ୍କ ରାଜନୈତିକ ଭବିଷ୍ୟତ ଉପରେ ନଜର ପକାଇବା, ତେବେ ସେ ପ୍ରଥମ ଥର ପାଇଁ 1982 ମସିହାରେ ଏକ ସମବାୟ ଚିନି କାରଖାନା ବୋର୍ଡରୁ ନିର୍ବାଚିତ ହୋଇ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ଏବଂ 1991 ମସିହାରେ ପୁଣେ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ସେ ପ୍ରଥମ ଥର ପାଇଁ 1991 ମସିହାରେ ବାରାମତୀ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ତାଙ୍କ ଦାଦାଙ୍କ ପାଇଁ ଏହି ଆସନରୁ ଓହରି ଯାଇଥିଲେ। ପରେ ସେ ବାରାମତୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ 7 ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ପ୍ରଥମେ 1991 ମସିହାରେ ଉପନିର୍ବାଚନରେ ବିଜୟ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ 1995, 1999, 2004, 2009 ଏବଂ 2014ରେ ଲଗାତାର 5 ଥର ପାଇଁ ଏହାକୁ ବଜାୟ ରଖିଥିଲେ। ଏହା ସହ ସେ 1991ରୁ 1992 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସୁଧାକର ରାଓ ନାୟକଙ୍କ ସରକାରରେ କୃଷି ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବରେ କାମ କରିଥିଲେ। 1999 ମସିହାରେ କଂଗ୍ରେସ ଏନ୍ସିପି ମେଣ୍ଟ ସରକାରର ଅଂଶ ଭାବରେ ସେ ଜଳସେଚନ ବିଭାଗର ଦାୟିତ୍ୱରେ ଥିବା କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। 2003 ମସିହାରେ ସୁଶୀଲ କୁମାର ସିନ୍ଧେଙ୍କ କ୍ୟାବିନେଟ୍ର ଅଂଶ ଭାବରେ ତାଙ୍କୁ ଗ୍ରାମୀଣ ବିକାଶ ବିଭାଗ ଅତିରିକ୍ତ ଭାବରେ ଦିଆଯାଇଥିଲା। 2004 ବିଧାନସଭା ନିର୍ବାଚନରେ କଂଗ୍ରେସ ଏନ୍ସିପି ମେଣ୍ଟ ବିଜୟୀ ହେବା ପରେ ସେ ଦେଶମୁଖଙ୍କ ଏବଂ ପରେ ଅଶୋକ ଚଭନଙ୍କ କ୍ୟାବିନେଟ୍ରେ ଜଳ ସମ୍ପଦ ମନ୍ତ୍ରାଳୟ ବଜାୟ ରଖିଥିଲେ। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।